ତେବେ ଯାହା ପ୍ରମାଣ ଅନୁସାରେ ରିଭିଲ୍ କରିବ ସେ ହିସାବରେ କୋର୍ଟ ଚାଲାଣ ହେବେ। ଆଉ ଯେଉଁଟା କହିଲି କାଲି ସେ ପୀଡ଼ିତାଙ୍କ ରିପୋର୍ଟ ଆଧାରରେ କେସ୍ କରାଯାଇଛି କମଗରା ଯେଉଁ ନିଜର ଇସ୍କନ ଡିଭୋଟି କହୁଛନ୍ତି ମଦନ ମୋହନ ପରିଡ଼ା ତାଙ୍କୁ ଅଟକ ରଖାଯାଇଛି। ସେ ଅନୁସାରେ ତାଙ୍କର ତଦନ୍ତ କରାଯାଇକି ଯାହା ଯେଉଁ ଦଫାରେ ପ୍ରମାଣ ଆସିବ ବିଏନ୍ଏସ୍ ଦଫାରେ ସେ ଫରୱାର୍ଡ଼ ହେବ। ନାଇଁ ସେ ଜାଗାରେ ଜଣେ ମହିଳା ଯେଉଁ ଠାକୁରଙ୍କର ଇସ୍କନର ଯେଉଁ ଇଏଟି ଅଛି ପୂଜା ପୀଠଟି ଅଛି ସେ ଜଣେ ମହିଳା ଥିଲେ। ସେ ଯାହା କହୁଥିଲେ 15-17 ଦିନ ହେବ, ଏକ୍ଜାକ୍ଟ ଡେଟ୍ କହିପାରିଲେନି, 15-17 ଦିନ ହେବ ଏଠି ସେବା ପୂଜା ସାହାଯ୍ୟ କରୁଥିଲେ। ସାର୍ ଆଉ ଗୋଟେ ମଧ୍ୟ କିଛି ଅର୍ଥ ବିଷୟରେ ଡିମାଣ୍ଡ କରିଥିଲେ, ଯାହାଫଳରେ କି ଅର୍ଥ ମଧ୍ୟ ରଫା ଦଫା କରିବା ପାଇଁ ଅର୍ଥ ନଦେବାରୁ ଏଟା ହେଇଛି ବୋଲି ଗୋଟେ ସେ ବାବଦରେ ଆମେ ଇନକ୍ୱାରି କରିବା। ସେଟା ତ ନିଶ୍ଚିତ ଭାବରେ ସେ ବାବଦରେ ବି ଇନକ୍ୱାରି କରିଯିବ, ସେକେଣ୍ଡାରୀ ଜିନିଷ। ସେ ବାବଦରେ ଯଦି କୌଣସି ଅର୍ଥ ଦେବା ନେବା କିମ୍ବା ଅର୍ଥ ବାବଦରେ କଥା ହେଇଥିବେ ପାଇଁ ରଫା ଦଫା ପାଇଁ, ନାଇଁ ମୁଁ ସେଇଟା ଅଭ୍ୟାସଗତ କହିପାରିବିନି, କାହିଁକି ସେମିତି ଆମର କୌଣସି କେସ୍ ହୋଇନାହିଁ ଅଭ୍ୟାସଗତ।